ବାଇଗଣର ତରକାରୀ ବା ବାଇଗଣର ଭଜା ବନିଲେ ଘରେ ଏମିତି ଜଣେ ଜଣେ ଥାଆନ୍ତି ବାଇଗଣ ଖାଇବା ପାଇଁ ଜମା ବି ପସନ୍ଦ କରନ୍ତିନି। ସେଥିପାଇଁ ଆଜି ମୁଁ ଗୋଟେ ନୂଆ ପ୍ରକାରରେ ଗୋଟା ବାଇଗଣ ମସଲା ବନେଇଛି, ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଯଦି ଆପଣଙ୍କୁ ଗୋଟେ ଥର ଘରେ ବନେଇ ନେବେ ନା, ସମସ୍ତେ ହାତ ଚାଟିକି ଖାଇବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଗୋଟେ ଛୋଟ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ବାଇଗଣର ରେସିପି ବନେଇବା ପାଇଁ ପ୍ରଥମେ ମୁଁ ଏଠି ଛୋଟ ଛୋଟ ବାଇଗଣ ନେଇଛି। ଏ ଯେଉଁ ଗୋଟା ବାଇଗଣ ମସଲା ନା ଛୋଟ ବାଇଗଣରେ ପରଫେକ୍ଟ ବନିଥାଏ। ଆପଣ ଚାହିଁଲେ ବଡ଼ ନେଇପାରିବେ, ଚେଷ୍ଟା କରିବେ ଛୋଟ ନେବା ପାଇଁ। ପ୍ରଥମେ ତ ଯେଉଁ ଗ୍ରୀନ୍ କଲର୍ ପାର୍ଟ ଅଛି ନା, ତାକୁ ଟିକେ ଜଷ୍ଟ କାଟି ନେବା। କାଟି ନେଇ ସାରିଲା ପରେ ନାଡ଼ ଟିକେ ଅଧିକା ଥିବ, ତାକୁ ଟିକେ କାଟି ନେବେ। ଏବେ କ'ଣ କରିବା ନା, ଏମିତି ଦୁଇ ଫାଳ କରି କାଟି ନେବା। ବେଶୀ କାଟିବେନି, ଜଷ୍ଟ ଅଧା ଯାଏ କାଟିବେ, ଆଉ ଗୋଟେ ପଟକୁ ଲଗେଇକି ରଖିବେ। ତାପରେ ଟିକେ ଚେକ୍ କରି ନେବେ, ଯେହେତୁ ବାଇଗଣ ଭିତରେ ପୋକ ରହିଯାଇଥାଏ। ତାପରେ ଆଉ ଥରେ ଦୁଇ ଫାଳ କରି କାଟି ନେବେ। ଏଇ ପ୍ରୋସେସରେ ଦେଖିପାରୁଥିବେ ମୁଁ ସବୁ ବାଇଗଣକୁ କାଟି ନେଇଛି। ଏବେ ଚାଲନ୍ତୁ ଗୋଟେ କଡ଼େଇ ବସେଇବା। କଡ଼େଇରେ ମୁଁ ଏଠି ଗୋଟେ ଚାମଚ ବେସନ ଦେଇ ଦେଉଛି। ଏଇ ଯେଉଁ ବାଇଗଣ ମସଲାରେ ନା ବେସନ ବ୍ୟବହାର କରିବେ, ଦେଖିବେ ଟେଷ୍ଟ ଭଲ ଆସିବ। ଗୋଟେ ଚାମଚ ବେସନକୁ ଜଷ୍ଟ ଗୋଟେ ମିନିଟ୍ ପାଇଁ ଟିକେ ନଖ ଉଷୁମ କରି ଭାଜି ନେବା, ଯାହାଫଳରେ ଯେଉଁ ବେସନର କଞ୍ଚା ସ୍ମେଲ୍ ଥାଏ ନା, କଞ୍ଚା ସ୍ମେଲ୍ ପଳେଇବ। ଏବେ ଫ୍ଲେମ୍କୁ ଅଫ୍ କରିଦେବା। ଏପଟେ ଗୋଟେ ମିକ୍ସିଂ ଜାର୍ ନେଇଛି, ଅଳ୍ପ ଟିକେ ଭଜା ବାଦାମ ଦେଉଛି। ଆପଣ ଚାହିଁଲେ ବାଦାମକୁ ଏଠି ସ୍କିପ୍ କରିପାରିବେ ଯଦି ଆପଣଙ୍କୁ ପସନ୍ଦ ନ ଲାଗେ। ତା 4ରୁ 5ଟି ଏଠି ରସୁଣ ଦେଇଦେବା। ଅଳ୍ପ ଟିକେ ସ୍ୱାଦ ହିସାବରେ ଲୁଣ ଦେଇଦେବା। 2ରୁ 3 ପିଞ୍ଚ ହଳଦୀ ଗୁଣ୍ଡ ଦେଇଦେବି। ଅଧା ଚାମଚ ଏଠି ମୁଁ ଦେଇଦେବି କାଶ୍ମୀରୀ ଚିଲି ପାଉଡ଼ର। 1ରୁ 1.5 ଚାମଚ ମୁଁ ଏଠି ଦେଇଦେଉଛି ଗୋଟା ଧନିଆ। ଏତିକି ଦେଇ ସାରିଲା ପରେ ଜଷ୍ଟ ତାକୁ ଭଲସେ ଟିକେ ଗ୍ରାଇଣ୍ଡ କରି ଆଣିବା। ଦେଖିପାରୁଥିବେ ମୁଁ ଏଠି ମସଲାକୁ ପୁରା ଗ୍ରାଇଣ୍ଡ କରି ଆଣିଛି, ଆଉ ମସଲାର ବାସ୍ନା ଗୋଟେ ବହୁତ ଭଲ ଆସିଥାଏ। ଆପଣଙ୍କୁ ଗୋଟେ ଥର ଟ୍ରାଏ କରନ୍ତୁ। ଏବେ ସବୁ ମସଲାକୁ ଗୋଟେ ବାଉଲରେ ଏମିତି କାଢ଼ିଦେବା। ଏବେ କ'ଣ କରିବା ନା, ଗୋଟେ ଚାମଚ ଲେମ୍ବୁର ରସ ଦେବା। ଲେମ୍ବୁର ରସ ଦେବେ, ଟିକେ ଟିକେ ଖଟା ଖଟା ଟେଷ୍ଟ ଆସିବ। ଦେଇ ସାରିଲା ପରେ ଆଉ ଜଷ୍ଟ ଟିକେ ମିଶାଇ ନେବେ। ତାପରେ ଯେଉଁ ଆମେ ବେସନକୁ ଗରମ କରିକି ରଖିଥିଲେ ବା ଭାଜିକି ରଖିଥିଲେ, ସବୁ ବେସନକୁ ଏଠି ଦେଇଦେବେ। ବେସନକୁ ଦେଇ ସାରିଲା ପରେ ଚାମଚ ବା ହାତ ସାହାଯ୍ୟରେ ଟିକେ ଭଲସେ ସବୁ ଜିନିଷକୁ ମିଶାଇ ନେବେ। ମିଶାଇ ନେଇ ସାରିଲା ପରେ ଏବେ ଆମର ବାଇଗଣ ପାଇଁ ମସଲା ପୁରା ବନିକି ରେଡ଼ି ସରିଲାଣି। ସେ ଯେଉଁ ମସଲା ଅଛି ନା, ସେ ମସଲାକୁ ହାତରେ ଏମିତି ଗୋଟେ ସାଇଡ଼୍ରେ ବାଇଗଣ ଧରିବେ, ଆଉ ଗୋଟେ ସାଇଡ଼୍ରେ ବାଇଗଣ ଭିତରେ ମସଲାକୁ ଭଲସେ ଭରି ନେବେ। ଏଇ ପ୍ରୋସେସ୍ ହିସାବରେ ମୁଁ ସବୁ ବାଇଗଣ ଭିତରେ ମସଲାକୁ ଭରି ନେଇଛି। ଏବେ ଚାଲନ୍ତୁ ଟିକେ ଫ୍ରାଏ କରିବା। ସେଥିପାଇଁ ସେଇ କଡ଼େଇରେ ଗୋଟେ ଚାମଚ ତେଲ ଦେଇଦେବି। ସୋରିଷ ତେଲ ଏଠି ବ୍ୟବହାର କରିଛି, ଆପଣ ଚାହିଁଲେ ରିଫାଇନ୍ ତେଲ ମଧ୍ୟ ନେଇପାରିବେ। ସୋରିଷ ତେଲ ଟିକେ ଗରମ ହେଇସାରିଲା ପରେ ଏଠି ଆମେ କ'ଣ କରିବା ନା, ବାଇଗଣକୁ ଦେଇଦେବା। ପ୍ରଥମେ ବାଇଗଣକୁ ଦେଲାବେଳେ ଫ୍ଲେମ୍କୁ ଲୋ ରଖିବେ। ଯେତେବେଳେ ସବୁ ବାଇଗଣକୁ ଦେଇଦେବେ ନା, ଫ୍ଲେମ୍କୁ ମିଡ଼ିୟମ୍ କରିବେ, ଜମା ବି ଲୋ ରଖିବେନି, ନହେଲେ ବାଇଗଣ ଆମର କଇଁଥା ଟାଇପ୍ର ହେଇଯାଇଥାଏ। ମିଡ଼ିୟମ୍ ଫ୍ଲେମ୍ରେ ଏଠି ଆପଣ କ'ଣ କରିବେ ନା, 1ରୁ 2 ମିନିଟ୍ ଛାଡ଼ିଦେବେ। 2 ମିନିଟ୍ ପରେ ବାଇଗଣକୁ ଟିକେ ଜଷ୍ଟ ଓଲଟେଇ ନେବେ। ଓଲଟେଇ ନେଇ ସାରିଲା ପରେ ଆହୁରି 2 ମିନିଟ୍ ଏଇପରି ଛାଡ଼ିଦେବେ। ଏଇ ପ୍ରୋସେସ୍ ହିସାବରେ 3ରୁ 4 ଥର ଏମିତି ଓଲଟେଇକି ଭାଜି ନେବେ, ଯାହାଫଳରେ ବାଇଗଣ ସବୁପଟେ ଭଲସେ ଭାଜି ହେଇଯିବ, ଆଉ କଇଁଥା ଟୋଟାଲି ହେବନି। ଦେଖିପାରୁଥିବେ ମୁଁ ସବୁ ବାଇଗଣକୁ ଭଲସେ ଭାଜି ନେଇଛି, ଆଉ କଲର୍ ଦେଖନ୍ତୁ ପୁରାପୁରି ଚେଞ୍ଜ ହେଇଯାଇଛି। ଏବେ ଆମେ କ'ଣ କରିବା ନା, ଫ୍ଲେମ୍କୁ ଅଫ୍ କରିଦେବା। ଅଫ୍ କରିସାରିଲା ପରେ ସବୁ ବାଇଗଣକୁ ଏବେ ଆମେ କ'ଣ କରିବା ନା, କାଢ଼ି ନେବା। କାଢ଼ିକି ଗୋଟେ ପ୍ଲେଟ୍ରେ ରଖିନେବା। ଏଇ ପ୍ରୋସେସ୍ ହିସାବରେ ଆମେ ସବୁ ବାଇଗଣକୁ ମଧ୍ୟ ଭାଜି ନେବା। ଏ ଯେଉଁ ବଳକା ତେଲ ଅଛି ନା, ସେଇ ତେଲରୁ ଖଦଡ଼ିଆ ଅଂଶ ଗୁଡ଼ା କାଢ଼ିଦେବେ, ନହେଲେ ଆମେ ଯେତେବେଳେ ତରକାରୀ ପାଇଁ ମସଲା ବନେଇବା ତାହେଲେ ପୋଡ଼ି ଯାଇଥାଏ। ମୁଁ ସେଇ ତେଲରେ ଅଳ୍ପ ଟିକେ ଦେଇଦେଉଛି ଜିରା। ଜିରା ଯେତେବେଳେ ଫୁଟିଯିବ, ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ମୁଁ ଫାଇନଲି ଚପ୍ କରି ନେଇଥିଲି, ପିଆଜକୁ ଏଠି ଦେଇଦେବି। ପିଆଜକୁ ଦେଇ ସାରିଲା ପରେ ଫ୍ଲେମ୍କୁ ଏଠି ମିଡ଼ିୟମ୍ ଟୁ ହାଇ ରଖିବା। ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ପିଆଜକୁ ଏଠି ପୁରା ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେବା। ଦେଖନ୍ତୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ହିଁ ଭାଜିବେ। ଯେତେବେଳେ ପିଆଜ କଲର୍ ଚେଞ୍ଜ କରିବ ନା, ଧୀରେ ଧୀରେ କ'ଣ ହେବ ନା, ପୁରା ଗୋଟା ଟାଇପ୍ର ହେଇଯିବ, ଆଉ ଆପଣଙ୍କ ଖଡ଼ିକା ଅଗରେ ଲାଗିବା ପାଇଁ ଆରମ୍ଭ ହେବ। ଦେଖନ୍ତୁ ପିଆଜ ପୁରାପୁରି କଲର୍ ଚେଞ୍ଜ କରିଗଲାଣି। ଏବେ ଆମେ କ'ଣ କରିବା ନା, ସେଇଥିରେ ଗୋଟେ ଚାମଚ ଅଦା ରସୁଣର ପେଷ୍ଟ ଦେଇଦେବା। ଦେଇ ସାରିଲା ପରେ ଆକୁ ଆମେ 1ରୁ 2 ମିନିଟ୍ ଭଲସେ ଟିକେ କଷି ନେବା। 2 ମିନିଟ୍ ପରେ ଆପଣମାନେ ଦେଖିପାରୁଥିବେ ଅଦା ରସୁଣର ପେଷ୍ଟ ଭଲସେ କଷି ହେଇଗଲାଣି, ତା ସହିତ ପିଆଜ ସହିତ ଭଲସେ ମଧ୍ୟ ମିଶିଗଲାଣି। ଫ୍ଲେମ୍କୁ ଏବେ କ'ଣ କରିବେ ନା, ଲୋ କରିଦେବେ। ଲୋ ଫ୍ଲେମ୍ରେ ଗୋଟେ ଚାମଚ ମୁଁ ଏଠି ଚିଲି ପାଉଡ଼ର ଦେଇଦେଉଛି। 2ରୁ 3 ପିଞ୍ଚ ଏଠି ଆମେ ହଳଦୀ ଗୁଣ୍ଡ ଦେଇଦେବା। ତା ସହିତ ସ୍ୱାଦ ହିସାବରେ ଲୁଣ ଦେବା। ଲୁଣ ଦେଲାବେଳେ ମନେ ରଖିଥିବେ, ଆମେ ଯେତେବେଳେ ମସଲା ବନେଇଥିଲେ ନା ବାଇଗଣ ଭିତରେ ଦେବା ପାଇଁ, ସେତେବେଳେ ମଧ୍ୟ ଲୁଣ ୟୁଜ୍ କରିଥିଲେ। ଅଳ୍ପ ଟିକେ ଧନିଆ ଗୁଣ୍ଡ ଦେଇଦେବା। ଦେଇ ସାରିଲା ପରେ 1ରୁ 2 ମିନିଟ୍ ଭଲସେ ଟିକେ କଷି ନେବା। କଷି ନେଇ ସାରିଲା ପରେ ମୁଁ ଏଠି ଟମାଟୋ ପେଷ୍ଟ ଦେଇଦେଉଛି। ଗୋଟେ ଛୋଟ
टमाटो को मुझे भलसे पेस्ट बन नहीं टमाटो पेस्ट देदेवी दे सारापर 1 ରୁ 2 मिनिट ये आम कौन करना भलसे मसला को कषि नवा कषि नहीं सारापर ये आप फ्लेम को लो करदे लो फ्लेम रे कभर करेंगे कभर करके 3 ରୁ 4 मिनिट छाड़देवे 3 ରୁ 4 मिनिट हो गला मुझे कभर को काढ़ी नेबी देखिपे मसलारू तेल छाड़ा स्टार्ट हो गला एवं आम कौन करना मसला को कंटिन्यूअसली 1 ରୁ 2 मिनिट प्रथम कषा कषि नहीं सारापर आप मसलार कलर और टेक्सचर देखते पूरा परफेक्ट आसी जेहेतु आम बैगण मसला बनाऊे टिके खटा स्वाद आसापी 1 चामच मुझे दही दूची दही जदि आपन को पसंद दे पारे ना दही को ये स्किप करेंगे दही दे सारापर कंटिन्यूअसली 1 मिनिट कषिबे कषि नहीं सारापर ये आप कौन करेंगे ना इमिडिएटली पानी यूज करेंगे मुझे गरम पानी देइछि आपण चाहिए ठंडा पानी दे पारे पानी दे सारापर आपको आम जस्ट टिके मिसई नवा मिसई सारापर कभर कर नवा कभर करिकी एटी तरकारी फुटिया 7 ରୁ 8 मिनिट छाड़ीदबा 7 ରୁ 8 मिनिट हो गला मुझे को कभर काढ़ी नौची देखिपे मसला पूरा भलसे फुटी जाइए आम सब बैगण को देदबा बैगण को दे सारापर ये आप कौन करेंगे ना 1 मिनिट एमती ग्रेवी सहित मिसेबे आ बेसी फुटेबेनि जेहेतु बैगणटा आमर भलसे फ्राए होती बेसी फुटेबे ना तरकारी सहित मिसीज खायापी टेस्ट आसबनी देखो 1 मिनिट मुझे भलसे मिसई नेबी मिसई सारापर जस्ट कभर करनवा कभर करिकी आधा मिनिट ରୁ 1 मिनिट यहीपरी छाड़ीदबा जहाँफल मसला फ्लेवर बैगण सहित मिसीज 1 मिनिट हो जाइए मुझे कभर काढ़ी नौची देखिपे ये आमर गोटा बैगण मसला पूरापूरी बनिकी रेडी सरला प्रथम आम यहाँ को मिसई नवा मिसई सारापर लास्ट को आहरी अधिक स्वादिष्ट बनवाई अल्प टिके मुझे धनिया पत्र काटिक देदेवी आपड़ चाहिए गरम मसला दे पारे मुझे किंतु गरम मसला को स्किप करुच्ची धनिया पत्र दे सारापर आपको आम जस्ट टिके मिसई नवा आपड़ थे ये गोटा बैगण मसला बनातु केमिति बनिला मो सहित कमेंट सेक्शन रे शेयर करंतु जदि वीडियोटी पसंद आसथिबो प्लीज गोटे लाइक करिवे चैनल रे नुआ थिले सब्सक्राइब करनेबे पुणी देखा नेक्स्ट वीडियो रे रहिली धन्यवाद।